ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନ କାହାଣୀ ଏକ ସ୍ୱତନ୍ତ୍ର ଇତିହାସ। ମାତ୍ର ବିଶ୍ୱଜନୀୟତାକୁ ଏହି ଏକକ ଇତିହାସ କେତେଦୂର ପ୍ରଭାବିତ କରିପାରେ? ଯଦି ଏକକ ଇତିହାସ ଦ୍ୱାରା ମାନବ ସମାଜର ଇତିହାସ ପ୍ରଭାବିତ ହୁଏ ଓ ଧାରାବାହିକତା ବଜାୟ ରଖେ, ତେବେ ସେ ଏକକ ଇତିହାସର ନାୟକ ହୁଏ ପ୍ରମୁଖ ଐତିହାସିକ ନାୟକ। ତାଙ୍କୁ କେନ୍ଦ୍ର କରି ତାଙ୍କର ପରିବେଶ, ଗ୍ରାମ, ତତ୍କାଳୀନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଚିତ୍ର ସବୁକିଛି ଐତିହାସିକ ଅମରତ୍ୱ ଲାଭ କରନ୍ତି। ସାକ୍ଷୀଗୋପାଳର ଅନତିଦୂରରେ ପ୍ରତିଷ୍ଠିତ ବ୍ରାହ୍ମଣ ଶାସନୀ ଶ୍ରୀରାମଚନ୍ଦ୍ରପୁର ଏହିପରି ଅନେକ ଇତିହାସ ସ୍ରଷ୍ଟାଙ୍କର ଜନନୀ। ଆକବରଙ୍କ ବାଦଶାହୀରେ ତତ୍କାଳୀନ ଓଡ଼ିଶାର ରାଜା ଥିଲେ ଶ୍ରୀରାମଚନ୍ଦ୍ର ଦେବ। ଭୋଇ ବଂଶରେ ବୀରବେହେରାଙ୍କର ଦାୟାଦ ଶ୍ରୀରାମଚନ୍ଦ୍ର ଦେବ ଶ୍ରୀରାମଚନ୍ଦ୍ରପୁର, ବୀରରାମଚନ୍ଦ୍ରପୁର ଓ ଉଭୟମୁଖୀ ରାମଚନ୍ଦ୍ରପୁର ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଦେଇଛନ୍ତି। ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ପ୍ରତିଷ୍ଠିତ ବିଶାଳ ବ୍ରାହ୍ମଣ ଶାସନୀ ଶ୍ରୀରାମଚନ୍ଦ୍ରପୁର ଯୁଗାନୁକ୍ରମେ ଅନେକ ସତ୍ପୁରୁଷ, ସାଧୁ, ବାଗ୍ମୀ, ସମାଜ ସଂସ୍କାରଙ୍କୁ ସୃଷ୍ଟି କରି ଗର୍ବିତ ହୋଇଛି। ଯୁଗପୁରୁଷ ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଦେବାଳୟ ଓ ପୁଷ୍କରଣୀ ପରିସେବିତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଲବ୍ଧ ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରରେ। ପିତା ମହାଦେବ ବ୍ରହ୍ମା ଥିଲେ ସମ୍ଭ୍ରାନ୍ତ ଓ କୁଳୀନ ବ୍ରାହ୍ମଣ। ମାତା ଶ୍ରଦ୍ଧାଦେବୀ ଥିଲେ ପତିବ୍ରତା ଓ ଧର୍ମପରାୟଣ ମହିଳା। ହରିହରଙ୍କ ମାନସପଟରେ ତାଙ୍କ ମାଆଙ୍କର ମମତାମୟୀ ମୂର୍ତ୍ତି ପୂର୍ଣ୍ଣାଙ୍ଗତା ଲାଭ କରିବା ପୂର୍ବରୁ, ମାଆର ବାତ୍ସଲ୍ୟ ପ୍ରେମକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ପୂର୍ବରୁ ଶ୍ରଦ୍ଧାଦେବୀ କାଳର କଳାପରଦ ଅନ୍ତରାଳରେ ଅନିଚ୍ଛାକୃତ ଭାବେ ଛପି ଯାଇଥିଲେ। ଜନ୍ମ ଦେଇଥିବା ଅମୃତ ଶିଶୁର ଭାଗ୍ୟ ଓ ଭବିଷ୍ୟତରେ ସେ ଗର୍ବିତ ହେବା ପାଇଁ ସୁଯୋଗ ପାଇପାରିଲେ ନାହିଁ। ମହାଦେବ ବ୍ରହ୍ମା ପ୍ରିୟ ପତ୍ନୀଙ୍କର ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ମାତୃହାରା ହରିହରଙ୍କ ଲାଳନପାଳନ ବିଷୟରେ ଚିନ୍ତା କରି ସେ ଆହୁରି ଅତିଷ୍ଠ ହୋଇପଡ଼ି ଶଯ୍ୟାଶାୟୀ ହେଲେ। ମହାଦେବ ବ୍ରହ୍ମାଙ୍କର ବୟସ ବେଶୀ ହୋଇନଥିଲା। ତାଙ୍କର କୁଟୁମ୍ବ, ବନ୍ଧୁ, ପରିଜନଗଣ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ। ସାବତ ମାଦରେ ଲାଞ୍ଛିତ ହୋଇ ଏକମାତ୍ର କୁଳପ୍ରଦୀପ ପ୍ରଣୟର ଅବଶିଷ୍ଟ ସନ୍ତକ ହରିହର କାଳେ ନିଃସଙ୍ଗତା ଅନୁଭବ କରିବ, ଏ ଭୟରେ ଦ୍ୱିତୀୟ ବିବାହ ପାଇଁ ମହାଦେବ ବ୍ରହ୍ମା ଘୋର ଅନିଚ୍ଛା ପ୍ରକାଶ କଲେ। ମାତ୍ର ପ୍ରିୟ ହରିହର ମାତୃହାରାର ଦୁରବସ୍ଥା ଦେଖି ପରେ ଡୁଙ୍ଗେଇ ଦେବୀଙ୍କୁ ବିବାହ କରିଥିଲେ। ପରେ ହରିହରଙ୍କ ତିନି ଭାଇ ରାମ, ଗୋବିନ୍ଦ ଓ ଶଙ୍କର ଏବଂ ଏକ ଭଉଣୀ ନିଶା ତାଙ୍କ ପରିବାରକୁ କୋଳାହଳମୟ କରିଥିଲେ। ସାବତ ମାଙ୍କର ନିଷ୍ଠାପର ବାତ୍ସଲ୍ୟ ପ୍ରେମର ଆବର୍ତ୍ତରେ ହରିହର ନିଜ ମାଆଙ୍କୁ ପାଶୋରି ଦେଇଥିଲେ। ବାଲ୍ୟକାଳରୁ ତାଙ୍କର ଚିନ୍ତାଶୀଳତା, ସରଳତା, ପର ଦୁଃଖ କାତରତା ଆଦି ମୋହନୀୟ ଗୁଣରାଜି ପ୍ରକଟିତ ହୋଇଥିଲା। ସେ ଥିଲେ ଅମାୟିକ ସ୍ୱଭାବଯୁକ୍ତ ଚରିତ୍ରବାନ କିଶୋର। ଗ୍ରାମ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରି ହରିହର ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ସେ ବିଦ୍ୟାଳୟରେ ସେ ଗୋପବନ୍ଧୁଙ୍କ ସଂସ୍ପର୍ଶରେ ଆସିଥିଲେ। ବୟସରେ ଗୋପବନ୍ଧୁ ହରିହରଙ୍କଠାରୁ ମାତ୍ର 11 ମାସ ବଡ଼ ଥିଲେ। ଉତ୍ତମ ଛାତ୍ର ହିସାବରେ ଶିକ୍ଷକ ଓ ସହପାଠୀ ମହଲରେ ଦୁହେଁ ଆଦରଣୀୟ ଥିଲେ। ଉଭୟଙ୍କର ଘନିଷ୍ଠତା କ୍ରମଶଃ ବିକଶିତ ହେଉଥିଲା। ବିଦ୍ୟାଳୟର ଅଧ୍ୟୟନ କାଳରୁ ସେମାନେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟରେ ଯୋଗଦାନ କରି ଆସୁଥିଲେ। ସେତେବେଳେ ବ୍ରାହ୍ମଣ ସମାଜରେ ପ୍ରଚଳିତ ପ୍ରଥା ଅନୁସାରେ ବ୍ରତ ପରିଣୟ 7ରୁ 9 ବର୍ଷ ମଧ୍ୟରେ କରିବାକୁ ପଡ଼ୁଥିଲା। ସେଥିରୁ ଊର୍ଦ୍ଧ୍ୱ ହେଲେ ସମାଜରେ ତାହା ଏକ ଧର୍ତ୍ତବ୍ୟ ଅପରାଧ ରୂପେ ପରିଣତ ହେଉଥିଲା। ତେଣୁ ଭର୍ଣ୍ଣାକୁଲର ବିଦ୍ୟାଳୟରେ ଅଧ୍ୟୟନରତ ଥିବା ସମୟରେ ହରିହରଙ୍କ ବ୍ରତ ପରିଣୟ ସମାହିତ ହେଲା। ବ୍ରତ ପରିଣୟ ପରେ ବ୍ରହ୍ମଚାରୀ ହରିହର ଖୁବ୍ ଶୀଘ୍ର ଗୃହସ୍ଥ ଆଶ୍ରମ ପାଇଁ ଅନିଚ୍ଛାକୃତ ଭାବେ ପ୍ରସ୍ତୁତ ହେଉଥିଲେ। ସେତେବେଳେ ବାଲ୍ୟ ବିବାହ ପ୍ରଥା ଅନୁସାରେ କନ୍ୟା 7ରୁ 9 ବର୍ଷ ବୟସ ଓ ବର 12ରୁ 15 ବର୍ଷ ବୟସର ସୀମା ମଧ୍ୟରେ ବିବାହ କରିବା ଥିଲା ସାମାଜିକ ନିୟମ। ଏଥିରୁ ବିଚ୍ୟୁତ ବ୍ୟକ୍ତି ଜଣେ ଅପରାଧୀ ଭାବରେ ବିବେଚିତ ହେଉଥିଲା। ଧର୍ମନିଷ୍ଠ ମହାଦେବ ବ୍ରହ୍ମା ଏଥିରୁ ବାଦ୍ ପଡ଼ନ୍ତି କିପରି? ବ୍ରହ୍ମାଙ୍କର ଘନିଷ୍ଠ ବନ୍ଧୁ ରାମଚନ୍ଦ୍ର ମିଶ୍ରଙ୍କର କନ୍ୟା ସହ ହରିହରଙ୍କର ବିବାହ ସମ୍ପନ୍ନ ହୋଇଥିଲା। ସଂସାରର ସାର ଆହରଣ କରିବାର ପ୍ରଥମ ଅଙ୍କରେ ମାତ୍ର 2 ବର୍ଷ ପରେ ହରିହର ପତ୍ନୀଙ୍କୁ ହରାଇଲେ। ସେତେବେଳେ ଅଳ୍ପ ବୟସ୍କ ପିଲାମାନେ ବିବାହକୁ ବୋହୂ ଖେଳ ବୋଲି ଭାବୁଥିଲେ। ସଂସାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ପରିପକ୍ୱତା ଓ ମାନସିକ ଦକ୍ଷତା ନଥାଇ ବାଳକ ବାଳିକାମାନଙ୍କୁ ବୈବାହିକ ବନ୍ଧନରେ ଆବଦ୍ଧ କରି ଦିଆଯାଉଥିଲା। କିନ୍ତୁ ପତ୍ନୀ ବିୟୋଗ ହରିହରଙ୍କର ଅପରିପକ୍ୱ ମନସ୍ତତ୍ୱରେ ଗଭୀର ରେଖାପାତ କରିଥିଲା। ରାମଚନ୍ଦ୍ର ମିଶ୍ରଙ୍କର ଦ୍ୱିତୀୟ କନ୍ୟା ସହ ତାଙ୍କର ପୁନର୍ବିବାହ ସମ୍ପନ୍ନ ହୋଇଥିଲା। ମାତ୍ର ସାଂସାରିକ ସୁଖ ହରିହରଙ୍କ ଭାଗ୍ୟରେ ନଥିଲା। ଦ୍ୱିତୀୟ ପତ୍ନୀ ବି ଅକାଳରେ ମୃତ୍ୟୁବରଣ କଲେ। ଦ୍ୱିତୀୟ ପତ୍ନୀଙ୍କ ବିଚ୍ଛେଦ ହରିହରଙ୍କୁ ଚିରଦିନ ପାଇଁ ଭୀଷ୍ମ କରିଦେଲା ଯେପରି। ଗୃହସ୍ଥାଶ୍ରମ ପ୍ରତି ତାଙ୍କର ଏତାଦୃଶ ବୈରାଗ୍ୟ ସମସ୍ତଙ୍କୁ ଦୁଃଖିତ କରିଥିଲା। ହେଲେ ହରିହରଙ୍କର ଦୃଢ଼ତା ଆଗରେ କାହାର କିଛି କରିବାର ନଥିଲା। ଏହାପରେ ଆରମ୍ଭ ହୋଇଥିଲା ଜଣେ ବିବାହିତ ବ୍ରହ୍ମଚାରୀ ଜୀବନ କାହାଣୀର ନୂତନ ଅଧ୍ୟାୟ। ଶିକ୍ଷାର୍ଥୀ ହରିହର ଏକ ବାଞ୍ଛିତ ବ୍ୟକ୍ତି ହିସାବରେ କେତେକ ସାମାଜିକ ପ୍ରତ୍ୟାଶାକୁ ସାକାର କରିବା ପାଇଁ ବା ଚରିତାର୍ଥ କରିବା ପାଇଁ ତଥା ଶିକ୍ଷାକୁ ଆଧାର କରି ବୃତ୍ତିଗତ ପ୍ରତିଷ୍ଠା ଅର୍ଜନ କରିବା ପାଇଁ ଶିଶୁ ପାରିବାରିକ ବନ୍ଧନରୁ ବ୍ୟକ୍ତିଗତ ଅନିଚ୍ଛା ସତ୍ତ୍ୱେ ବିଦ୍ୟାଳୟରେ ପ୍ରବେଶ କରେ। ଉପଯୁକ୍ତ ଶିକ୍ଷକ, ଆଦର୍ଶ ମାର୍ଗପ୍ରଦର୍ଶକ ଓ ସତ୍ସଙ୍ଗ ସମ୍ପର୍କରେ ଆସି ନିଜ ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ କରିବା ପାଇଁ ସୁଯୋଗ ପାଇଥାଏ। ପୂର୍ବଜନ୍ମଚିତ ବିଦ୍ୟା, ପୂର୍ବଜନ୍ମଚିତ ଭାର୍ଯ୍ୟା, ପୂର୍ବଜନ୍ମଚିତ ଧନ ଅଗ୍ରଗତି ହିନ୍ଦୁ ଦର୍ଶନରେ ଶ୍ଲୋକ ନେଇ
कई पदर सत्यता हरिहर बाल्य जीवन बेस उपलब्धि करी। वास्तव में हरिहर दास थे अबाल्य शिक्षक। संस्कार सहित अंतर्निहित गुणावली स्वतः विकसित होता। वंशलता को अवलोकन कले हरिहर शिक्षार्थी जीवन सफलता पछरे लुकायित कारकगुड़िक आविष्कार करहब। हरिहर पूर्व वंशज अर्थात पितामह श्री जगन्नाथ दास थे जड़े विचक्षण पंडित। पुरी राजा अन्य पंडित मान ईर्षार सरव्य था अगाध पांडित्य। समय श्री जगन्नाथ नवकलवर यज्ञवेदी प्रस्तुत होता है। काले श्री जगन्नाथ दास वेदी निर्माण त्रुटि आविष्कार कर पुरी राजा को अवगत कराइदेवे यह आशंका जगन्नाथ दास को कई निमंत्रण कर मात्र जगन्नाथ दास ठिकଣା समय वेदी निकट निजर पोथीपत्र सह उपस्थित हो अत्यंत विनम्रतार सहित यज्ञवेदी निर्माण होता विधिगत त्रुटि समाधान अवगत कराई उद्धत पंडित मान अहंकार मोचन करते। श्री जगन्नाथ दास विचक्षण पांडित्य मुग्ध हो पुरी राजा यज्ञर पुस्तकाचार्य भाव में वर्ण करने संगे संगे यज्ञ शेष में जगन्नाथ दास को उपाधि देवाई स्थिर करते। मात्र उपाधि ग्रहण नक नम्रतार सहित जगन्नाथ दास कहते मु तो बुढ़ा हेली उपाधि आउ केते काल भोग करी। जगन्नाथ दास एतदोष उत्तर में राजा निजर विचार परिवर्तन कर बड़ पुओ महादेव को ब्रह्मा उपाधि और सान पुओ बनमाली को पट्टशिष्य उपाधि प्रदान कर संतुष्ट कले। जगन्नाथ दास पुत्र महादेव ब्रह्मा राय चक्रधरपुर और श्रीरामचंद्रपुर भर्नाकुला स्कूल रे जड़े कुशली छात्र बचल और पंडित शिक्षक भाव में दक्षतार सह कार्य तुलाई आसुले। महादेव ब्रह्मा निजर उपाधि को पुत्र हरिहर को अंतरित कर पुत्र नाम रखिते हरिहर ब्रह्मा। बाल्यावस्था सचेतनतार अभाव हरिहर नाम रही आसाला। पुत्र नाम त्रिदेव को एकत्रित कर पिता आश्वस्त होते मात्र नम्रतार प्रतीक हरिहर ब्रह्मा उपाधि को ग्रहण करनथिले। अन्य केतक मत बंदोबस्त समय ब्रह्मा उपाधि उठी जाता तेज से जाहू साबत माँ हेफाजत पिता प्रयत्न शिशु हरिहर बालक अवस्था प्राप्त हो चलिले गाँ चाली को पाठ पढ़िया अन्य छात्र छात्री मान अपेक्षा से प्रारंभ शिक्षार्जन में आग्रही थे। ग्राम चाटशाला शीघ्र प्रारंभिक विद्या समाप्त कर हरिहर जोगदेले ग्रामर भर्नाकुला स्कूल रे। भर्नाकुला विद्यालय इंग्राजी शिक्षा दि जाऊ नाला। इंग्राजी पाठ पढ़ुଥିବା ओडिया माने प्रभुत्व अर्थ और क्षमता लाभ कर उच्चाकांक्षी अभिभावक मैंने निज सन्तान सन्तानी मानक इंग्राजी शिक्षा देवाई चेष्टा करते। तेणु तत्कालीन केतक प्रतिष्ठित व्यक्ति यथा श्री गोपीनाथ दास डेपुटी मजिस्ट्रेट उद्यम क्रमे श्रीरामचंद्रपुर भर्नाकुला स्कूल उठी जाए सत्यवादी मध्य इंग्राजी विद्यालय में परिणत है। पूर्व भर्नाकुला विद्यालय सप्तम श्रेणी जाए व्यवस्था थी इंग्राजी शिक्षा नाला मात्र इंग्राजी स्कूल होगापर इंग्राजी शिक्षा प्रचलित है। ग्राम भर्नाकुला स्कूल प्रधान शिक्षक थे पंडित मधुसूदन मिश्र। महादेव ब्रह्मा थे द्वितीय शिक्षक। तेणु पिता प्रत्यक्ष तत्वावधान में मधुसूदन आदर्श हरिहर छात्र चरित सुसंहत और सुगठित हो पाता। से बयस हरिहर समाज संस्कार मनोभाव स्पष्ट परिचय मिलता। निरक्षरता को एक सामाजिक व्याधि और हृदयंगम कर स्वाधीनतर भारत वर्षर संविधान 45 धारा सीना 1961 मसीहा सुधा संपूर्ण भाव में साक्षरता निमित्त निर्देश प्रदान कला हेले आज पर्यंत आम देश पूर्ण साक्षरता स्तर उपनीत हो पारे सार्वजनीन बाध्यतामूलक अनैतिक अवैतनिक प्राथमिक शिक्षा कलापट्ट अभियान जनशिक्षा जातीय साक्षरता मिशन गठन आदि प्रवर्तित हो साक्षरतार विकास निमित्त व्यापक उद्यम अपराहित रही है। किंतु पराधीन भारत वर्ष में निरक्षरता तेल शोषणकारी इंग्रेज सरकार एक आशीर्वाद। ग्रामांचल निरक्षर मान किए पचारे अधिक संख्यक भोट अर्जन स्वार्थ को आखि आगे रखी समाज संस्कार प्रतिश्रुति प्रदान कर पीड़ित मान प्राण आशार संचार कराई राजनैतिक नेतागण किंतु सामाजिक विकृति को आविष्कार कर निरव भाव से गुड़क मूलोत्पाटन कर नवजीवन संचार करते जननेता मैंने। यह राजनेता और जननेता मध्य मौलिक पार्थक्य। पराधीन भारतवर्ष इंग्रेज अत्याचार घनघटा भितर एक कोमलमती छात्र मन जनशिक्षा परि महत्वपूर्ण समाज संस्कार किपरि स्थान पाई पार्थिला भाविले आश्चर्य लगे। ग्राम प्रौढ़ शिक्षा आंदोलन सूत्रपात होता कौन विज्ञ प्रतिष्ठित वयस्क राजनेता व जननेता द्वारा नुहे जड़े अप्राप्त वयस्क अजात शत्रु भर्नाकुला विद्यालय छात्र द्वारा। ग्राम निरक्षर प्रौढ़ मान एकत्रित कर हरिहर रामायण महाभारत पढ़ी शुणाउथिले। ग्राम निरक्षर मान शिक्षार्थी अवस्था शिक्षा प्रदान करने हरिहर विलंबित राति पर्यंत घरे अनुपस्थित रोते। विलंब व्यतीत हो माँ पचारे एत डेरी जाए क्यों रोचु गेला पुओ हरि एत लोक पाठ पढ़ाते शुणी निरक्षर माँ बक्ष गर्वर स्फीत हो जाता। माँ मन भी शिक्षा ग्रहण अभिलाषा बसा बांधि तेणु से कहते अरे पुओ मत टिके अक्षर शिखातु नहीं। बस गेला पुओ हरिहर
ସେହିଦିନଠାରୁ ମାଆଙ୍କର ଶିକ୍ଷକ ବନିଯାଇଥିଲେ। ଗ୍ରାମର ଭର୍ଣ୍ଣାକୁଲର ସ୍କୁଲରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ହରିହର ମାସିକ 4 ଟଙ୍କା ବୃତ୍ତି ଲାଭ କଲେ। ପିତାଙ୍କର ଆୟ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ଚିନ୍ତା କରି ହରିହର ବେଶ୍ ଆତ୍ମପ୍ରସାଦ ଅନୁଭବ କରୁଥିଲେ। ସେ ପୁରୀର ଜିଲ୍ଲା ସ୍କୁଲରେ ତାଙ୍କର ଉଚ୍ଚଶିକ୍ଷା ଆରମ୍ଭ କଲେ। ଗ୍ରାମ ଛାଡ଼ି ଆସିଥିବାରୁ ପିତାଙ୍କର ବ୍ୟବସ୍ଥା କ୍ରମେ ହରିହର ପ୍ରଥମେ ଜଣେ ସମ୍ପର୍କୀୟ ଅର୍ଥାତ୍ ମାମୁଁ ଅଜାଙ୍କ ଘରେ ରହି ପଢ଼ାପଢ଼ି କରୁଥିଲେ। ମାମୁଁ ଅଜାଙ୍କ ଘରେ ତାଙ୍କର ପାଠପଢ଼ା ଯାବତୀୟ ବିଶୃଙ୍ଖଳା ଯୋଗୁଁ ଅଧିକ ଦିନ ଅବ୍ୟାହତ ରହିପାରିଲା ନାହିଁ। ତେଣୁ ସେ ମାମୁଁ ଅଜା ଘରୁ ଯାଇ ଏକ ମେସରେ ରହିବାକୁ ଆରମ୍ଭ କଲେ। ଅନଭିଜ୍ଞ ହସ୍ତର ଭାତ ଓ ପରିବା ଚକଟା କୁଶଳୀ ମାଇଁ ଆଈଙ୍କର ସୁସ୍ୱାଦୁ ବ୍ୟଞ୍ଜନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କର ମେସ୍ ରହଣି ସମ୍ବନ୍ଧରେ ସେ ନିଜ ଦୈନିକ ଲିପିବଦ୍ଧ କରିଯାଇଛନ୍ତି। ସେଥିରୁ କିଛି ଉଦ୍ଧାର କରିବା ପ୍ରାସଙ୍ଗିକ ମନେ କରୁଛୁ। ସେତେବେଳେ ଆମେ ସକାଳେ ଭାତ ରାନ୍ଧୁ। ସେଥିରେ ବାଇଗଣ, ସାରୁ, ଆଳୁ ଯାହା ଥାଏ ତାକୁ ସିଝାଇ ନେଉ ଓ ଡାଲି, ମୁଗ ଥିଲେ କନାରେ ବାନ୍ଧି ସେଇ ଭାତ ହାଣ୍ଡିରେ ପକାଇ ସିଝାଇ ଦେଲା ପରେ ଏହି ସିଝା ଡାଲିକୁ ଅଣକରେ ଚକଟି ସେଥିରେ ପେଜ ମିଶାଇ ଲୁଣ ଟିକିଏ ଦେଇ ଡାଲି କରୁ। ବାଇଗଣ, କଖାରୁ ଯାହା ସିଝା ହୋଇଥାଏ ତାକୁ ଚକଟା କରୁ। ସକାଳେ ଭାତ ଡାଲି ଖାଉ। ରାତିକୁ ସେଇ ସକାଳର ରନ୍ଧା ଭାତ ପଖାଳ ଓ ଚକଟା ଖାଉ। କେବେ କେବେ ଗ୍ରାମରୁ କେହି ଆସିଲେ ରାତି ଓଳି ରାନ୍ଧି ଦିଅନ୍ତି। ସେଦିନର ସୁଖରେ ତବତ ଭାତ ଡାଲି ରାତିରେ ମଧ୍ୟ ଖାଉ। 2 ଓଳି ରୋଷେଇ କରି ଖାଇବାକୁ ଇଚ୍ଛା ଥିଲେ ମଧ୍ୟ ପାଠପଢ଼ାରୁ ଏତେ ସମୟ ରୋଷେଇରେ ଦେବାକୁ ସମୟ ନଥାଏ। ପୁରୀର ଜିଲ୍ଲା ସ୍କୁଲ ହରିହରଙ୍କ ଚରିତ୍ରକୁ ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରିଥିଲା। ଏଇଠି ତାଙ୍କର ଜ୍ଞାତି ଭାଇ ଗୋପୀ ଭାଇନାଙ୍କ ବସାରେ ପ୍ରାୟ 1 ବର୍ଷ ରହିଥିଲେ। ସେ ଗୋପୀ ଭାଇନା ସତ୍ୟବାଦୀ ଯୁଗର ଏକ ଅବିସ୍ମରଣୀୟ ଚରିତ୍ର। ଗୋପୀ ଭାଇନା ଗୋପବନ୍ଧୁ ଓ ହରିହରଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ସେବା ସମାଜ ସଂସ୍କାର ନିମିତ୍ତ ଏକ ନବଯୁଗର ପ୍ରବର୍ତ୍ତନ କରିଥିଲେ। ଗୋପବନ୍ଧୁଙ୍କ ସହ ପ୍ରଥମ ସାକ୍ଷାତ ହରିହରଙ୍କ ପାଇଁ ଏକ ଅବିସ୍ମରଣୀୟ ଘଟଣା। ହରିହରଙ୍କ ଭାଷାରେ ମୁଁ ପୁରୀ ଆସିବା ପରଦିନ ଗୋପୀ ଭାଇନାଙ୍କ ସାଙ୍ଗରେ ଦାସେ ଆପଣଙ୍କୁ ଭେଟିବାକୁ ଗଲି। ବାଟରେ ଆପଣ ଆସୁଥିବାର ଦେଖିଲି। ମୁଁ ପିନ୍ଧି ଯାଇଥିଲି ରଙ୍ଗଣୀ ଖଦୀ। ଦାସେ ଆପଣଙ୍କୁ ଦେଖିଲି ସେ ପିନ୍ଧିଥିଲେ କଳା ପାହାଡ଼ ଖଦୀ। ଅବଶ୍ୟ ମୋ ଖଦୀଠାରୁ ଅଳ୍ପ ସରୁ। ତାଙ୍କର ଏ ବେଶଭୂଷା ଦେଖି ମୋର ବିଲାତି ପତଳା ଲୁଗା ପିନ୍ଧିବାର କଳ୍ପନା ଏକାବେଳକୁ ଉଭି ହୋଇଗଲା। ଦାସେ ଆପଣଙ୍କ ସହିତ ଆଳାପ ହେବା ପରେ ସେ ମୋତେ ଅତି ଆପଣାର କରିନେଲେ। ମୁଁ ମୋ ଜୀବନରେ କାହାରିକୁ ଗୁରୁ କରିବା ମୋର ମନେ ନାହିଁ। ଏପରିକି ମୋ କର୍ଣ୍ଣଦାତ ଗୁରୁ ମଧ୍ୟ କେହି ନାହାନ୍ତି। ମୋ ନନା ମୋତେ ଅନେକ ଥର ମନ୍ତ୍ରଗୁରୁ କରିବା ପାଇଁ କହିଛନ୍ତି, କିନ୍ତୁ ମୁଁ ସେଥିରେ ରାଜି ହୋଇନାହିଁ। କାରଣ ମୁଁ ଯେଉଁଦିନ ଦାସେ ଆପଣଙ୍କୁ ପ୍ରଥମେ ଭେଟିଲି ସେଦିନଠାରୁ ତାଙ୍କୁ ଗୁରୁ ଆସନରେ ବସାଇ ସାରିଥିଲି। ମାନସ ଗୁରୁ ଭାବରେ ଗୋପବନ୍ଧୁଙ୍କୁ ନୀରବ ଭାବରେ ଗ୍ରହଣ କରି ହରିହର ଶିକ୍ଷା କରିଥିଲେ ଯୁବଶକ୍ତିକୁ ଦୈବଦୀପକ ବିରୁଦ୍ଧରେ ସଂଗଠିତ କରିବାର କୌଶଳ। 1901 ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ହରିହର ରେଭେନ୍ସା କଲେଜରେ FA ପଢ଼ିଲେ। FA ପଢ଼ୁଥିବା ସମୟରେ ହରିହର ଓକିଲାତି ପ୍ରତି ଆକୃଷ୍ଟ ହେଲେ। ତେଣୁ FA ପାସ୍ କରିସାରି ପରେ ସେ PL ପଢ଼ିଲେ। ପରୀକ୍ଷାରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହେବା ଆଶାରେ ସେ କଲିକତା ଗଲେ। ମାତ୍ର ଶିକ୍ଷକତା ତାଙ୍କୁ ହାତ ଠାରି ଆହ୍ୱାନ ଦେଉଥିଲା। ଅନ୍ତିମ ପରୀକ୍ଷା ନ ଦେଇ ସେ ପ୍ରତ୍ୟାବର୍ତ୍ତନ କଲେ ଓ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକତା କଲେ। ଶିକ୍ଷକତା ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମକୁ ଏକ ନିର୍ଦ୍ଦିଷ୍ଟ ସମାନ୍ତର ସମାପ୍ତ କରି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ହାସଲ କରିବା ନିମନ୍ତେ ପ୍ରସ୍ତୁତ କରିବା ଶିକ୍ଷକତା ନୁହେଁ। ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଶିକ୍ଷା ଗ୍ରହଣ ଓ ଶିକ୍ଷା ପ୍ରଦାନ ଏକ ନିରବଚ୍ଛିନ୍ନ ସାଧନା। ଶିକ୍ଷା ବିନା ନର ବାନର ତୁଲ୍ୟ ଅବାଞ୍ଛିତ ଓ ନିଷ୍କ୍ରିୟ ହୋଇଯାଇଥାଏ। ପାପ ପୁଣ୍ୟ, ଭଲ ମନ୍ଦ, ସୃଷ୍ଟି ବିଲୟ ସମ୍ବନ୍ଧରେ ଚେତନା ଶିକ୍ଷା ଯୋଗୁଁ ସମ୍ଭବ ହୋଇଥାଏ। ଶିକ୍ଷା ପରି ପବିତ୍ର ବସ୍ତୁ ଜଗତରେ କିଛି ନାହିଁ, କି ଅଶିକ୍ଷା ପରି ପାପ ଆଉ କିଛି ନାହିଁ। କୁସଂସ୍କାରଚ୍ଛନ୍ନ ମାନବ ହିଁ ହଇଜା ଓ ବସନ୍ତ ଲାଗିଲେ ଗ୍ରାମଦେବତାଙ୍କ ପାଇଁ ପଣା ଓ ଝୁଣାର ଆୟୋଜନ କରିଥାଏ। ଆୟୁର୍ବିଦ୍ୟା ସ୍ଥାନରେ ଏତଦୃଶ ଅବିଦ୍ୟାର ପ୍ରୟୋଗରେ ହତଭାଗ୍ୟ ବ୍ୟକ୍ତିଟି ନିଜକୁ ବା ନିଜ ପ୍ରିୟଜନକୁ ମୃତ୍ୟୁମୁଖକୁ ଠେଲିଦିଏ। ଅଜ୍ଞାନତା ହେଉଛି ଅନ୍ଧକାର ସହ ତୁଳନୀୟ ଓ ଶିକ୍ଷା ଅଜ୍ଞାନତା ପରି ଅନ୍ଧତ୍ୱ ବିନାଶ କରେ ଓ ଜ୍ଞାନଚକ୍ଷୁକୁ ଉନ୍ମୁକ୍ତ କରେ। ଶିକ୍ଷକ ଏହି ପ୍ରକ୍ରିୟାର ସର୍ବୋଚ୍ଚ କର୍ତ୍ତା। ତେଣୁ ଦୈନିକ ପରମ୍ପରାରେ ଶିକ୍ଷକଙ୍କୁ ଗୁରୁ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି। 1902 ମସିହାର ଘଟଣା। ଗୋପବନ୍ଧୁଙ୍କ ସ୍ୱପ୍ନର 3 ଜଣ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଉଦ୍ୟମୀ ନବପ୍ରତିଭା ବିମଣ୍ଡିତ ଉତ୍ସାହୀ ଯୁବକଙ୍କର ସମ୍ମିଳନୀ ହୁଏ ସତ୍ୟବାଦୀ ନିକଟ ଭାର୍ଗବୀ ନଦୀବନ୍ଧ ଉପରେ। ଏହି 3 ଜଣ ଯୁବକ ହେଲେ ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଓ ପ୍ରଚାରକ ଅନନ୍ତ ମିଶ୍ର। ସରକାରୀ ଚାକିରି ଦ୍ୱାରା ସେମାନଙ୍କର ସ୍ୱପ୍ନର ବନବିଦ୍ୟାଳୟ ସ୍ୱପ୍ନରେ ରହିଯିବାର ଆଶଙ୍କା ଥିଲା। ସରକାରୀ ଚାକିରିରୁ କଠୋର ଆଚରଣ ବିଧି ହୁଏତ ସେମାନଙ୍କୁ ଦେଶ ସେବା ଓ ସମାଜ ସଂସ୍କାରରୁ ନିବୃତ୍ତ କରିପାରେ। ଏହା ଚିନ୍ତା କରି ସେମାନେ ସରକାରୀ ଚାକିରି କରିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଲେ। ସରକାରୀ ଚାକିରି କରିବେ ନାହିଁ, ନିଜର ଭରଣପୋଷଣ ବିଳାସରେ ମନ ଦେବେ ନାହିଁ। ଜନ୍ମ ହୋଇ ଦେଶକୁ ଯାହା ଦେଖିଥାଇ ମଲାବେଳେ ତା'ଠାରୁ ଉଚ୍ଚତର ଅବସ୍ଥାରେ ଛାଡ଼ିଯିବା ଓ ସେଥିପାଇଁ ବରାବର ଚେଷ୍ଟାରେ ରହିବା, ଏହା ହିଁ ଥିଲା ସେ 3 ଜଣଙ୍କର ଦୃଢ଼ ସଂକଳ୍ପ। BA ପାସ୍ କରିବା ପରେ ପଣ୍ଡିତ ଗୋପବନ୍ଧୁ ପ୍ରଥମେ କିଛି ଦିନ ପାଇଁ ନୀଳଗିରି ହାଇସ୍କୁଲରେ ଶିକ୍ଷକତା କରିଥିଲେ। ଏହାର ଅଳ୍ପ ଦିନ ପରେ ସେ କଲିକତା ଚାଲିଗଲେ ଆଇନ ବିଦ୍ୟା ଅଧ୍ୟୟନ କରିବା ପାଇଁ।
ଓକିଲାତି ପାସ୍ କରି ସାରି ପୁଣି ଥରେ ନୀଳଗିରିଠାରେ ଶିକ୍ଷକତା ଆରମ୍ଭ କଲେ। ଅନ୍ୟପକ୍ଷରେ ହରିହର FA ପାସ୍ କରି ଓକିଲାତି ପଢ଼ା ଆରମ୍ଭ କରିଥିଲେ। ଆଇନ ଅଧ୍ୟୟନ ପ୍ରତି ତାଙ୍କର ହଠାତ୍ ବୈରାଗ୍ୟ ଆସିଗଲା। ତେଣୁ ଓକିଲାତି ପଢ଼ା ଛାଡ଼ି ସେ ପୁରୀ ଜିଲ୍ଲା ସ୍କୁଲରେ କିଛି ଦିନ ଶିକ୍ଷକତା କରିଥିଲେ। ମାତ୍ର ସରକାରୀ ଚାକିରି କରିବେ ନାହିଁ ବୋଲି ସଂକଳ୍ପବଦ୍ଧ ହୋଇ ସେ ନୀଳଗିରି ସ୍କୁଲରେ ଆସି ଶିକ୍ଷକତା କଲେ। ହରିହର ନୀଳଗିରି ଗଲାବେଳକୁ ଉମାଚରଣ ଦାସ ପ୍ରଧାନ ଶିକ୍ଷକ ଥାନ୍ତି। ତାଙ୍କ ପରେ ଗୋପବନ୍ଧୁ ଦାସ ପ୍ରଧାନ ଶିକ୍ଷକ ହୋଇଥିଲେ। ହରିହର ସହକାରୀ ପ୍ରଧାନ ଶିକ୍ଷକ ପଦବୀରେ ଥାନ୍ତି। ସ୍କୁଲକୁ ଭଲ ଭାବରେ ଗଢ଼ିବା ପାଇଁ ପ୍ରବଳ ଉଦ୍ୟମ ଚାଲିଥାଏ। ମାତ୍ର ହଠାତ୍ ସେ ସ୍କୁଲର ଭାଗ୍ୟାକାଶ ମେଘାଚ୍ଛନ୍ନ ହୋଇଗଲା। ଥରେ ପଲିଟିକାଲ ଏଜେଣ୍ଟ ତଥା ଇଂରେଜ ରାଜପ୍ରତିନିଧି କବଡେନ୍ ରାମସେ ଆସିଥାନ୍ତି। ବଙ୍ଗଦେଶରେ ସେତେବେଳକୁ ଜାତୀୟ ଆନ୍ଦୋଳନ ନାମ ବାନ୍ଧୁଥାଏ। ତେଣୁ କବଡେନ୍ ଏହି ପ୍ରକାର ବିଦ୍ୟାଳୟ ପ୍ରତିଷ୍ଠାକୁ ସନ୍ଦେହ କରି ତାକୁ ଭାଙ୍ଗି ଦେବା ପାଇଁ ପରାମର୍ଶ ଦେଲେ। ତେଣୁ ସ୍କୁଲ ଭାଙ୍ଗିଗଲା। ଭଗ୍ନ ମନୋରଥ ହୋଇ ହରିହର ପ୍ୟାରୀମୋହନ ଏକାଡେମୀକୁ ଚାଲି ଆସିଲେ। ସେଠାରେ ନିଜର ଦକ୍ଷତା ଯୋଗୁଁ ଅଳ୍ପ ଦିନରେ ସହକର୍ମୀ ଓ ଛାତ୍ରମାନଙ୍କର ପ୍ରିୟପାତ୍ର ହୋଇଗଲେ। ସେ ଦୁଷ୍ଟ ପିଲାମାନଙ୍କୁ ପୋଷା ବିଲେଇ ପରି ଏପରି ମନାଇ ଦେଉଥିଲେ ଯେ ସେମାନେ ହରିହରଙ୍କର ଏକାନ୍ତ ଅନୁଗତ ହୋଇ ରହିଯାଉଥିଲେ। ମୟୂରଭଞ୍ଜ ରାଜଦରବାରରୁ ସେ 1912ରେ ଚାଲି ଆସିଲେ ସାକ୍ଷୀଗୋପାଳ। ତତ୍କାଳୀନ ସ୍କୁଲ ସମୟରେ ନିରକ୍ଷକ ମଧୁସୂଦନ ରାଓଙ୍କ ସଙ୍ଗେ ବିଦ୍ୟାଳୟ ପ୍ରତିଷ୍ଠା ନେଇ ପରାମର୍ଶ କଲେ। ଶ୍ରୀରାମଚନ୍ଦ୍ରପୁର ମାଇନର ସ୍କୁଲକୁ ସତ୍ୟବାଦୀକୁ ଉଠାଇ ଆଣି ପୁନଃ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଲେ କୌଣସି ଆପତ୍ତି ନାହିଁ ବୋଲି ନିରୀକ୍ଷକ ମହାଶୟ ପରାମର୍ଶ ଦେଲେ। କାରଣ ନୂତନ ବିଦ୍ୟାଳୟ ସ୍ଥାପନ ଓ କର୍ମକର୍ତ୍ତା ନିଯୁକ୍ତି ଏକ ସମୟ ସାପେକ୍ଷ ବ୍ୟାପାର ଥିଲା। ପଣ୍ଡିତ ଗୋପବନ୍ଧୁ ସେତେବେଳେ ସତ୍ୟବାଦୀ ଟେମ୍ପୁଲ ମ୍ୟାନେଜିଂ ଟ୍ରଷ୍ଟ ବୋର୍ଡର ସଭ୍ୟ ଥାନ୍ତି। ଟ୍ରଷ୍ଟ ବୋର୍ଡର ମ୍ୟାନେଜର ଥାନ୍ତି ମାଧବ ମିଶ୍ର। ସ୍ୱକୀୟ ବ୍ୟକ୍ତିତ୍ୱରେ ମାଧବ ମିଶ୍ର ତଥା ଅନ୍ୟାନ୍ୟ ସଭ୍ୟମାନଙ୍କୁ ପ୍ରଭାବିତ କରି ମନ୍ଦିର ପଛପଟେ ବକୁଳ ଛୁରିଆନା କୁଞ୍ଜରେ ସ୍କୁଲ ପାଇଁ ଜାଗା ପାଇଲେ ଓ ଶ୍ରୀରାମଚନ୍ଦ୍ରପୁର ଚଳିଥିବା ମଧ୍ୟ ଇଂରାଜୀ ସ୍କୁଲକୁ ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପ୍ରଚାରକ ଅନନ୍ତ ମିଶ୍ର ପ୍ରଭୃତିଙ୍କ ସହଯୋଗରେ ସତ୍ୟବାଦୀକୁ ଉଠାଇ ଆଣିଲେ। ସ୍କୁଲରେ ଶିକ୍ଷକ ପଣ୍ଡିତ ଆର୍ତ୍ତତ୍ରଣ ଦାସ ପଣ୍ଡିତ ମଧୁସୂଦନ ମିଶ୍ରଙ୍କୁ ନେଇ ସ୍କୁଲ ପରିଚାଳନା କଲେ। ପରେ ପଣ୍ଡିତ ନୀଳକଣ୍ଠ କଲିକତାରୁ MA ପାସ୍ କରି ଆସି ହେଡମାଷ୍ଟର ହେଲେ। ହରିହର ମଧ୍ୟ ପ୍ୟାରୀମୋହନରୁ ଆସି ଯୋଗ ଦେଲେ। ପଣ୍ଡିତ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ପଣ୍ଡିତ ଲିଙ୍ଗରାଜ ମିଶ୍ର MA, ପଣ୍ଡିତ କୃପାସିନ୍ଧୁ ମିଶ୍ର MA ପ୍ରଭୃତି ଯୋଗଦାନ କରି ହାଇସ୍କୁଲଟିକୁ ସ୍ଥାପନ କରିବାକୁ ସକ୍ଷମ ହେଲେ। ଏମାନେ ମଣିଷଗଢ଼ା ଗୋଟିଏ କାରଖାନା ଗଢ଼ିବାରେ ଲାଗି ପଡ଼ିଲେ। ଜନଗଣଙ୍କ ସେବାରେ ନିୟୋଜିତ ରହି ଦେଶର ଆହ୍ୱାନ ପ୍ରତି ସତତ ସତର୍କ ରହିବା ହିଁ ଶିକ୍ଷାର ଚରମ ଉତ୍କର୍ଷ ସାଧନ। ତେଣୁ ଏହିପରି ସେବା ମନୋଭାବର ବିଜ୍ଞ ବ୍ୟକ୍ତି ସୃଷ୍ଟି କରିବା ଏ ନବଗଠିତ ଅନୁଷ୍ଠାନର ଲକ୍ଷ୍ୟ ଥିଲା। କିନ୍ତୁ ତତ୍କାଳୀନ ବ୍ରାହ୍ମଣ ସମାଜର କେତେକ ଖଳ ଯୁବକ ସ୍କୁଲ ଗୃହରେ ନିଆଁ ଲଗାଇ ପୋଡ଼ିଦେଲେ। ପଣ୍ଡିତ ଗୋପବନ୍ଧୁ ଏଥିରେ ମର୍ମାହତ ହେଲେ। ମାତ୍ର ହତଛୟ ହୋଇ ପଡ଼ିନଥିଲେ। ଦ୍ୱିଗୁଣ ଉତ୍ସାହରେ ଚାନ୍ଦା ସଂଗ୍ରହ କରି ପୁଣି ସ୍କୁଲ ଘର ଓ ଛାତ୍ରାବାସ ନିର୍ମାଣ କଲେ। ପ୍ରଚାରକ ଅନନ୍ତ ମିଶ୍ର ଗଡ଼ଜାତ ଅଞ୍ଚଳକୁ ଯାଇ ଶହ ଶହ ଟଙ୍କା ଚାନ୍ଦା ଭାବରେ ସ୍କୁଲ ପାଇଁ ସଂଗ୍ରହ କରି ଜମା କରିବାକୁ ଲାଗିଲେ। ଅନେକ ରାଜପରିବାରର ପିଲାମାନେ ଆସି ଏ ବିଦ୍ୟାଳୟରେ ନାମ ଲେଖାଇବାକୁ ଆରମ୍ଭ କଲେ। ବିଦ୍ୟାଳୟର 8 ବଖରା ପକ୍କା ଘର ତିଆରି ହେଲା। ଧୀରେ ଧୀରେ ବିଦ୍ୟାଳୟର ଆୟତନ ବଢ଼ିଲା ଓ ଆବାସିକ ବିଦ୍ୟାଳୟ ପରିଣତ ହେଲା। ପ୍ରାୟ 500 ପିଲା ଛାତ୍ରାବାସରେ ରହି ପାଠ ପଢ଼ୁଥାନ୍ତି। ଆଚାର୍ଯ୍ୟ ହରିହର ହଷ୍ଟେଲର ଶେଷ ଭାଗରେ ଅବସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କର ପାଖ ଘରେ ରହୁଥାନ୍ତି। ସେ ହୋମିଓପାଥି ଅଭ୍ୟାସ କରୁଥାନ୍ତି। ହରିହର ଅଙ୍କ ଓ ଜ୍ୟାମିତିରେ ଥିଲେ ଧୁରୀଣ। ଶ୍ରେଣୀର ଅଙ୍କ ଶିକ୍ଷକ ସନ୍ଧ୍ୟାରେ ଛାତ୍ରାବାସ ସାରା ତନଖି କରି ଜ୍ୱର ପାଇଁ, କାହାର ଚର୍ମଗତ ବିକାର ପାଇଁ ହୋମିଓପାଥି ଔଷଧ ବିତରଣ କରୁଥିଲେ। ତାଙ୍କ ମନରେ କୌଣସି ବିକାର ଭାବ ନଥିଲା। ପୁତ୍ରବତ୍ ଛାତ୍ରମାନଙ୍କର କାଛକୁଣ୍ଡିଆ ହାତରେ ଧୋଇ ଦେଇ ପରମ ଆତ୍ମପ୍ରସାଦ ଲାଭ କରୁଥିଲେ ହରିହର। ତେଣୁ ପ୍ରତ୍ୟେକ ଛାତ୍ର ତାଙ୍କୁ ପିତାମାତାଙ୍କଠାରୁ ଅଧିକ ଶ୍ରଦ୍ଧା କରୁଥିଲେ। କେଉଁ ପିଲା କେଉଁ ପ୍ରକୃତିର ତାହା ତାଙ୍କୁ ଜଣାଥିଲା। ତେଣୁ ତା ସଙ୍ଗେ ତଦନୂପ ବ୍ୟବହାର କରି ତାକୁ ବାଟକୁ ଆଣୁଥିଲେ। ତାହାର ଏକ ଦୃଷ୍ଟାନ୍ତ ଏଠାରେ ଉଲ୍ଲେଖ କରୁଛୁ। ସେ ତାଙ୍କ କୋଠରୀରେ ବସିଛନ୍ତି। ଦେଖିଲେ ଦଳେ ପିଲା ଛୁରିଆନା ବନ ପରିବେଷ୍ଟିତ ଟ୍ରେନିଂ ଗ୍ରାଉଣ୍ଡକୁ ଖେଳ ପରେ ଫେରୁଛନ୍ତି। ସେମାନଙ୍କ ଭିତରୁ ଜଣକ ଛାତ୍ର ହଠାତ୍ ଏକ ଛୁରିଆନା ଗଛରୁ ଡାଳ ଖଣ୍ଡେ ଭାଙ୍ଗି ମନ ଖୁସିରେ ହଲାଇ ଚାଲିଲା। ଆଚାର୍ଯ୍ୟଙ୍କ ମନରେ ଭୀଷଣ ଆଘାତ ଲାଗିଲା। ପିଲାଟିର ନିସଙ୍ଗୋଚରେ ସେ ବିରକ୍ତ ହେଲେ। ଗୋଟିଏ ଅନ୍ୟ ଛାତ୍ରକୁ ଡାକି ସେ କହିଲେ, ସେ ଯେଉଁ ପିଲାଟି ଡାଳ ହଲାଇ ଆସୁଛି ତାକୁ ଡାକି ଆଣ ତ। ଡାଳ ଭାଙ୍ଗି ନିସଙ୍ଗୋଚରେ ଅଗ୍ରସର ହେଉଥିବା ଛାତ୍ରର ଗତି ସ୍ତମ୍ଭିତ ହୋଇଗଲା। ଆଚାର୍ଯ୍ୟଙ୍କ ଭୟରେ ଥରି ତା ହାତରୁ ଫୁଲ ଡାଳ ଖସି ପଡ଼ିଲା। ଆଚାର୍ଯ୍ୟ ସେ ଛାତ୍ରଟିକୁ ନିକଟକୁ ଡାକିଲେ। ତା ସାଙ୍ଗମାନଙ୍କୁ ମଧ୍ୟ ଡକାଇ ସେଠାରେ ସମବେତ କରି ସମସ୍ତଙ୍କ ସମ୍ମୁଖରେ ଏ ଛାତ୍ରର ଏକ ଆଙ୍ଗୁଠି ଧରି ଓଲଟା ମୋଡ଼ିଦେଲେ। ଯନ୍ତ୍ରଣାରେ ମରିଗଲି ବୋଲି ଆର୍ତ୍ତଚିତ୍କାର କରି ଉଠିଲା ବାଳକଟି। ନିର୍ବିକାର ଭଙ୍ଗୀରେ ଆଚାର୍ଯ୍ୟ ଉତ୍ତର ଦେଲେ, ମୁଁ ଆଙ୍ଗୁଠି ଭାଙ୍ଗି ନାହିଁ। ଏତେ ଚିତ୍କାର କାହିଁକି କରୁଛ? ଏ ଛାତ୍ରଟି କହିଲା, ଭାରି କାଟୁଛି। ଆଚ୍ଛା, ତମେ ଯେଉଁ ଡାଳଟି ସେ ଗଛରୁ ଭାଙ୍ଗିଦେଲ ସେ ଗଛ କେତେ କାନ୍ଦୁଥିବ? ରାତିଯାକ ସେ କ'ଣ ଶୋଇପାରିବ? ତୁମ ଆଙ୍ଗୁଠିଟି କିଏ ବି ଭାଙ୍ଗିନି।
ତୁମେ ଏତେ କାନ୍ଦୁଛ? ସେ ଗଛର ଡାଳ ଭାଙ୍ଗି ତୁମେ କେତେ ଅପରାଧ କଲ ଅନୁଭବ କରିପାରୁଛ? ସେହି ପିଲା ସେଠାରେ ପ୍ରତିଜ୍ଞା କଲା ଜୀବନରେ ସେପରି ଭୁଲର ପୁନରାବୃତ୍ତି ନ କରିବା ପାଇଁ। ଅନ୍ୟ ପିଲାମାନେ ମଧ୍ୟ ଶପଥ ନେଲେ। ତାଙ୍କର ଛାତ୍ରମାନଙ୍କ ପ୍ରତି ଶ୍ରଦ୍ଧା, ସେବା ଓ ସେମାନଙ୍କର ଚରିତ୍ର ପ୍ରତି ତୀକ୍ଷ୍ଣ ନଜର ଯୋଗୁଁ ପ୍ରତ୍ୟେକ ଛାତ୍ର ତାଙ୍କୁ ଅଶେଷ ସମ୍ମାନ ଦେଉଥିଲେ। ଛାତ୍ରମାନଙ୍କୁ ସକାଳୁ ଉଠାଇ ସମବେତ ପ୍ରାର୍ଥନା ପରେ 1 ଘଣ୍ଟା ଶ୍ରମଦାନ କରିବାକୁ ପଡ଼ୁଥିଲା। ଶ୍ରମରୁ କୁଣ୍ଠିତ ହେବା ବା ଆଳସ୍ୟ ପ୍ରଦର୍ଶନ କରିବା ଅବସ୍ଥାରେ ହରିହରଙ୍କୁ କେହି କେବେ ଦେଖିନାହାନ୍ତି। ଫାଉଡ଼ା, କୋଡ଼ି ଓ କୋଦାଳ ସାହାଯ୍ୟରେ ପିଲାମାନେ ସ୍କୁଲର ଅନତି ଦୂରରୁ ପୁଷ୍କରିଣୀ ଖୋଳିଥିଲେ। ପଣ୍ଡିତ ବାସୁଦେବ ମହାପାତ୍ର ଡ୍ରିଲ୍ ସଙ୍ଗେ ଗଦା, ମୁଦ୍ଗର ବୁଲାଇବା, ସନ୍ତରଣ ଇତ୍ୟାଦି ପ୍ରତ୍ୟେକ ଶିକ୍ଷାଦାନ କରୁଥିଲେ। ସକାଳର କାର୍ଯ୍ୟକ୍ରମ ପରେ 1 ଘଣ୍ଟା ପଢ଼ି 9ଟାରେ ପଙ୍କ୍ତି ଭୋଜନରେ ବସି ତାପରେ ବିଦ୍ୟାଳୟକୁ ସମସ୍ତେ ଯାଉଥିଲେ। ଚୌକି ମେଜ ବିହୀନ ଶ୍ରେଣୀରେ ଖଜୁରୀ ବା ତାଳପତ୍ର ଚଟେଇ ଘଣ୍ଟେ ଧରି ତଳେ ବସୁଥିଲେ। ସାମ୍ନାରେ ଖାଲି ଖଣ୍ଡେ କାଠ ଡେସ୍କ ଉପରେ ଲେଖାପଢ଼ା ଚାଲୁଥିଲା। ଚୁରିଆନା କୁଞ୍ଜ ମଧ୍ୟରେ 15 ମିଟର ବ୍ୟବଧାନରେ ସିମେଣ୍ଟ ଚେୟାର ଓ ସିମେଣ୍ଟ ଟେବୁଲରେ ଶିକ୍ଷକମାନେ ବସି ଶିକ୍ଷାଦାନ କରୁଥିଲେ। ବୈଦିକ ଯୁଗର ଗୁରୁକୁଳର ପୁନର୍ଜୀବନ ଘଟିଥିଲା ଯେପରି। ବିଦ୍ୟାଳୟ ଛୁଟି ପରେ ଶିକ୍ଷାର୍ଥୀମାନଙ୍କୁ ଖେଳିବା ପାଇଁ 1 ଘଣ୍ଟା ସମୟ ଦିଆଯାଉଥିଲା। ସନ୍ଧ୍ୟାରେ ସାକ୍ଷୀ ଗୋପାଳଙ୍କୁ ଦର୍ଶନ କରି ବଜାରରୁ କିଛି ଜଳଖିଆ ଖାଇ ସନ୍ଧ୍ୟା 6ଟାରେ ସମବେତ ପ୍ରାର୍ଥନା ପରେ ଅଧ୍ୟୟନ ପାଇଁ ବସି ଯାଉଥିଲେ। ପିଲାମାନେ ନିଷ୍ଠାପର ଭାବରେ ଅଧ୍ୟୟନରେ ମନୋନିବେଶ କରୁଛନ୍ତି କି ନାହିଁ ତାହା ନିରୀକ୍ଷଣ କରିବା ଆଚାର୍ଯ୍ୟଙ୍କର ଏକ ନିତ୍ୟକର୍ମ ହୋଇଯାଇଥିଲା। କୌଣସି ଛାତ୍ର ଅମନୋଯୋଗୀ ହେଲେ ସେ ତା'ର କାରଣ ଜିଜ୍ଞାସା କରିବା ସହ ପ୍ରତିକାର ମଧ୍ୟ କରୁଥିଲେ। କ୍ରମେ IA କ୍ଲାସ୍ ଆରମ୍ଭ ହେଲା। ପଣ୍ଡିତ ନୀଳକଣ୍ଠ ହେଡ଼ମାଷ୍ଟର, ପଣ୍ଡିତ ଗୋଦାବର୍ଷ ଇଂରାଜୀ ଶିକ୍ଷକ, ପଣ୍ଡିତ କୃପାସିନ୍ଧୁ ଇତିହାସ ଶ୍ରେଣୀରେ ଅଧ୍ୟାପନ କରିବାକୁ ଆରମ୍ଭ କଲେ। ମହାତ୍ମା ଗାନ୍ଧୀ, ସାର୍ ଆଶୁତୋଷ ମୁଖାର୍ଜୀ ପ୍ରଭୃତି ଏ ଗୁରୁକୁଳ ଶିକ୍ଷାୟତନ ଓ ଶିକ୍ଷକମାନଙ୍କର ପାରଦର୍ଶିତା ଦେଖି ଭୂୟସୀ ପ୍ରଶଂସା କରିଯାଇଛନ୍ତି। ହରିହରଙ୍କ ଶିକ୍ଷକତା ଏ ବକୁଳବନରେ ଶେଷ ହେଲେ ମଧ୍ୟ ଶିକ୍ଷାଦାନ ସୁଯୋଗ ସେ ସବୁବେଳେ ଖୋଜିଛନ୍ତି। 1930ରେ ହଜାରୀବାଗ ଜେଲ୍ ଭିତରେ ବନ୍ଦୀମାନଙ୍କୁ ପଢ଼ାଇବାର ଦାୟିତ୍ୱ ତାଙ୍କ ଉପରେ ଥିଲା। ତାଙ୍କ ଶିକ୍ଷକ ଜୀବନରେ ସେ ଛାତ୍ରମାନଙ୍କୁ ନେଇ ମାଇଲ ମାଇଲ ବାଟ ଯାଆନ୍ତି। ବାଟଯାକ ଏହିପରି ମଜାଗପ କରନ୍ତି ଯେ ସେମାନେ କ୍ଳାନ୍ତି ଅନୁଭବ କରନ୍ତି ନାହିଁ। ତାଙ୍କର ବିଶେଷତ୍ୱ ହେଉଛି ଯେ ସେ ଯେତେ ବ୍ୟଙ୍ଗ ଓ ମଉଜ କଲେ ମଧ୍ୟ କାହାକୁ ଆକ୍ଷେପ କରି ବା କାହା ମନରେ କଷ୍ଟ ଦେଇ କିଛି କହନ୍ତି ନାହିଁ। ଆଚାର୍ଯ୍ୟ ଓ ରାଜନୀତି। ରାଜ୍ୟ ଶାସନ ପାଇଁ ଆବଶ୍ୟକ ଶୃଙ୍ଖଳିତ ପଦ୍ଧତି ସମ୍ବନ୍ଧୀ ବିଶେଷ ଜ୍ଞାନ ଓ ସ୍ଥାନପାଳ ପାତ୍ର ଯୋଗୀ ପ୍ରୟୋଗ ହେଉଛି ରାଜନୀତି। ପ୍ରଜା ବା ଶାସକମାନଙ୍କର ସାମୂହିକ କଲ୍ୟାଣ ଓ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ରାଜନୀତିର ପରିସର ବ୍ୟାପକ ଓ ଜଟିଳ ହୋଇଥାଏ। ଭୋଟ ପାଇବା ପାଇଁ ପରଛିଦ୍ର ଅନୁସରଣ କରିବା, ଦେଶର ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ ନ କରି ବିରୋଧୀ ଦଳର କାର୍ଯ୍ୟକୁ ବିକୃତ ଭାବରେ ବିଶ୍ଳେଷଣ କରିବା ବା ଅନ୍ୟାୟ ଉପରେ ବିପୁଳ ଅର୍ଥ ଠୁଳ କରି ସେଥିରେ ନାଗରିକମାନଙ୍କୁ ପ୍ରବୃତ୍ତ କରିବା ରାଜନୀତିଜ୍ଞଙ୍କ ଲକ୍ଷଣ ନୁହେଁ। ନିଜକୁ ସଂକୀର୍ଣ୍ଣତାର ଗଣ୍ଡିମଧ୍ୟରୁ ଉଦ୍ଧାର କରି ସାମୂହିକ ଉନ୍ନତି ଓ ପ୍ରଗତି ନିମିତ୍ତ ଜୀବନକୁ ଉତ୍ସର୍ଗୀକୃତ କରିବା ହେଉଛି ପ୍ରତ୍ୟେକ ରାଜନୀତିଜ୍ଞଙ୍କର ପ୍ରକୃତ ଲକ୍ଷଣ। ରାଜନୀତି ହିଂସା, ଈର୍ଷା, ଛିଦ୍ର ଅନ୍ୱେଷଣ, ଛଳନା ମଧ୍ୟରେ ଦିଗହରା ହୋଇପଡ଼ିଛି। ଆଜିର ଦୁନିଆରେ ଯେଉଁମାନେ ନିଜକୁ ଅଯୋଗ୍ୟ, ବେକାର ଓ ଅସହାୟ ମନେ କରୁଛନ୍ତି ସେମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଚାଣକ୍ୟଙ୍କ ପରି ରାଜନୀତିଜ୍ଞମାନଙ୍କର ଘୋର ଅଭାବ ଆଜିକାଲି ପରିଲକ୍ଷିତ ହେଉଛି। କିନ୍ତୁ ହରିହରଙ୍କ ପରି ନିରବ ରାଜନୀତିଜ୍ଞ ଏକ ଅନନ୍ୟ ଦୃଷ୍ଟାନ୍ତ। ରାଜନୀତି ସହ ସେ ଦୀର୍ଘଦିନ ଧରି ଜଡ଼ିତ ଥିଲେ। ତାଙ୍କର ଶିକ୍ଷକତା, ସେବା ମନୋଭାବ, ରାଜନୀତି ପ୍ରଭୃତି ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷମୁଖୀ ଥିଲା। 1921ରେ ଗାନ୍ଧିଜୀ ଓଡ଼ିଶା ଭ୍ରମଣରେ ଆସି ପଣ୍ଡିତ ଗୋପବନ୍ଧୁଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ଆହ୍ୱାନ ପ୍ରତି ସଚେତନ କରାଇ ଇଂରେଜ ସରକାର ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଓ ବିଦେଶ ଦାବି ବର୍ଜନ ପାଇଁ ଆନ୍ଦୋଳନ ଦାୟିତ୍ୱ ଅର୍ପଣ କଲେ। ଗାନ୍ଧିଜୀଙ୍କ ସମ୍ମୋହନରେ ପଣ୍ଡିତ ଗୋପବନ୍ଧୁଙ୍କର ଆଦର୍ଶ ଶିକ୍ଷାୟତନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂଗ୍ରାମୀ ଶିବିରରେ ପରିଣତ ହେଲା। ଗୋପବନ୍ଧୁ ତାଙ୍କର ସହକର୍ମୀମାନଙ୍କୁ ନେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ଅଗ୍ରସର ହେଲେ। ଆନ୍ଦୋଳନ କ୍ରମେ ଚାରିଆଡ଼େ ବ୍ୟାପିଗଲା। ଘରେ ଘରେ ଅରଟର ନାଦ ଶୁଭିଲା। ପଣ୍ଡିତ ଗୋପବନ୍ଧୁ, ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର ପ୍ରଭୃତି ଅସହଯୋଗ ଆନ୍ଦୋଳନରେ ଅଗ୍ରଣୀ ହୋଇ କାରାବରଣ କରିବାକୁ ଲାଗିଲେ। ଲାଠି, ବନ୍ଧୁକ, ଗୁଳିରେ ବହୁ ଧନଜୀବନ ନଷ୍ଟଭଷ୍ଟ ହେଲା। ଗ୍ରାମେ ଗ୍ରାମେ ସ୍କୁଲ ଛାତ୍ରୀମାନେ ଅରଟରେ ସୂତା କାଟି ଖଦି ବସ୍ତ୍ର ପରିଧାନ ପାଇଁ ପ୍ରବର୍ତ୍ତାଇବା ସଙ୍ଗେ ସଙ୍ଗେ ଗଦା ବିଲାତି ଲୁଗା ସଂଗ୍ରହ କରି ଅଗ୍ନି ସଂଯୋଗ କଲେ। ଜାତୀୟ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡ଼ିବାକୁ ଲାଗିଲା। ସ୍ୱାଧୀନତା ଓ ସ୍ୱରାଜ୍ୟର ଦାବିରେ ଅତିଷ୍ଠ ହୋଇ ଇଂରେଜ ସରକାର ଅତି ଦୃଢ଼ତାର ସହିତ ଦମନ କରି ଚାଲିଲେ ଆନ୍ଦୋଳନ। ନୃଶଂସତାର ସୀମା ରହିଲା ନାହିଁ। ଗୋପବନ୍ଧୁ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିବାରୁ ଏହି ବିଦ୍ୟାଳୟ ଉପରେ ସରକାରଙ୍କର ବିଷୟ ଦୃଷ୍ଟି ପଡ଼ିଲା ଓ ଏହା କ୍ରମେ ବନ୍ଦ ହୋଇଗଲା। ହରିହରଙ୍କ ଶିକ୍ଷକ ଜୀବନର ପରିସମାପ୍ତି ଏହିଠାରେ ଆନୁଷ୍ଠାନିକ ଭାବରେ ଘଟିଥିଲେ ମଧ୍ୟ ବାସ୍ତବ ଅର୍ଥରେ ତାହା ସମାପ୍ତ ହୋଇନଥିଲା। ଏହାପରେ ସେ ଶିକ୍ଷକତା କରିବାର ସୁଯୋଗ ପାଇଛନ୍ତି ମଧ୍ୟ। ଅସହଯୋଗ ଆନ୍ଦୋଳନରେ ବେଶୀ ଦିନ ତିଷ୍ଠି ପାରିନଥିଲା। ସରକାର ନେତାମାନଙ୍କୁ ବନ୍ଦୀ କରି ଲୋକଙ୍କୁ ଭୟଭୀତ କରି ଆନ୍ଦୋଳନକୁ ଦବାଇ ଦେଲେ।
କିନ୍ତୁ ଲୋକଙ୍କ ଭିତରେ କ୍ରମବର୍ଦ୍ଧିଷ୍ଣୁ ଘୃଣା ଭାବକୁ ଦମନ କରିପାରିଲେ ନାହିଁ। ଗାନ୍ଧିଜୀଙ୍କର ଆଣ୍ଠୁ ନ ଲୁଚା ଲୁଗା ପିନ୍ଧା ଓ ପୁଙ୍ଗୁଳା ଦେହକୁ ଦେଖି ହରିହର ଅଭିଭୂତ ହୋଇପଡ଼ିଲେ। ନିଜ ହାତରେ ସୂତା କାଟି ବୁଣିଥିବା ଲୁଗା ଖଣ୍ଡିକରେ ପରମ ତୃପ୍ତି ଅନୁଭବ କରୁଥିଲେ। 1930ରେ ହଜାରିବାଗ ଜେଲରେ ଭର୍ତ୍ତି ହେବା ହରିହରଙ୍କ ପାଇଁ ପରମ ସୁଯୋଗ ଥିଲା। ଏଠାରେ ସେ ଶ୍ରୀମଦ୍ ଭଗବଦ୍ ଗୀତାର ଅଧ୍ୟୟନ ଓ ବିଶ୍ଳେଷଣ କରିଥିଲେ। ଏତିକିରେ ସରିନଥିଲା ତାଙ୍କର ବନ୍ଦୀ ଜୀବନର ଇତିହାସ। ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ 1942 ଅଗଷ୍ଟ ମାସରେ ବ୍ରହ୍ମପୁର ଜେଲରେ ଅଟକବନ୍ଦୀ ହୋଇଥିଲେ। ଏଥିରେ ସେ ଦୀର୍ଘ 2 ବର୍ଷ କାଳ ଅତିବାହିତ କରିଥିଲେ। ଆମ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ଲୁଣମରା ପାଇଁ ସ୍ଥିର କରି ପ୍ରତ୍ୟେକ ଜିଲ୍ଲାରୁ ସତ୍ୟାଗ୍ରହୀ ଦଳ ଦଳ ହୋଇ ଯାତ୍ରା ଆରମ୍ଭ କଲେ। ପଥପ୍ରାନ୍ତ ସଭା କରି ଲୋକଶକ୍ତିକୁ ଜାଗ୍ରତ କରାଗଲା। ଶ୍ରୀ ଗୋପବନ୍ଧୁ ଚୌଧୁରୀ ଓ ହରକୃଷ୍ଣ ମହତାବଙ୍କ ନିର୍ଦ୍ଦେଶରେ ଦଳ ଦଳ ସତ୍ୟାଗ୍ରହୀ ଚାଲିଲେ ବାଲେଶ୍ୱରର ଇଞ୍ଚୁଡ଼ି ଲବଣ କ୍ଷେତ୍ରକୁ। ପୁରୀରେ ସେ ଜଗନ୍ନାଥ ବାହିନୀର 100 ସତ୍ୟାଗ୍ରହୀ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ଚାଲିଲେ ନିମାପଡ଼ା, କାକଟପୁର, ଜଗତସିଂହପୁର ଦେଇ ସ୍ୱରାଜ ଆଶ୍ରମକୁ। ଗୋପବନ୍ଧୁଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଗଞ୍ଜେଇ, ଅଫିମ ଓ ମଦ ଦୋକାନରେ ସତ୍ୟାଗ୍ରହୀମାନେ ଲୋକଙ୍କୁ ହାତ ଯୋଡ଼ି ପାଦ ଧରି ନିଶାସକ୍ତ ନ ହେବା ପାଇଁ ବାରଣ କଲେ। ଅନ୍ୟ ଗୋଟିଏ ମକଦ୍ଦମାରେ ୱାରେଣ୍ଟ ଥିବାରୁ ଚୌଧୁରୀଙ୍କୁ ଅଧା ବାଟରେ ଗିରଫ କରି ନିଆଗଲା। ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କଲେ। ସରକାରୀ ପୁଲିସମାନେ ପ୍ରତ୍ୟେକ ଅବକାରୀ ଦୋକାନମାନଙ୍କରେ ସତ୍ୟାଗ୍ରହୀମାନଙ୍କୁ ବନ୍ଦୀ କରି ଜେଲକୁ ପଠାଇଲେ ଓ ଲବଣ ଆଇନ ଭଙ୍ଗ ଅଭିଯୋଗରେ ଲବଣ କ୍ଷେତ୍ରରୁ ଲୁଣ ପାଣି ହାଣ୍ଡି ଭାଙ୍ଗି ସତ୍ୟାଗ୍ରହୀମାନଙ୍କୁ ଦଳ ଦଳ କରି ବନ୍ଦୀ କଲେ। ଆଚାର୍ଯ୍ୟ ମହାଶୟଙ୍କର ସେନାପତିତ୍ୱରେ ଜଗନ୍ନାଥ ସତ୍ୟାଗ୍ରହ ବାହିନୀ ଯିବା ପରେ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପରେ ପଣ୍ଡିତ ରଘୁନାଥ ମିଶ୍ରଙ୍କ ଅଧିନାୟକତ୍ୱରେ ଶହ ଶହ ସତ୍ୟାଗ୍ରହୀ ଲବଣ ସତ୍ୟାଗ୍ରହ ପାଇଁ କଟକ ଓ ସେଠାରୁ ବାଲେଶ୍ୱର ଇଞ୍ଚୁଡ଼ି ଲବଣ କ୍ଷେତ୍ରକୁ ଚାଲିଲେ। କ୍ରମଶଃ ଆନ୍ଦୋଳନ ସବୁଥିରେ ବ୍ୟାପକ ଭାବରେ ଚାଲିଲା ଓ ଦଳ ଦଳ ହୋଇ ସତ୍ୟାଗ୍ରହୀ କାରାବରଣ କଲେ। ସେତେବେଳେ ଆମର ଓଡ଼ିଶା ଓ ବିହାର ଗୋଟିଏ ପ୍ରଦେଶ ଥିଲା ଓ ଆମର ରାଜଧାନୀ ପାଟନାରେ ଥିଲା। ତେଣୁ ବିହାର ଓ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ବ୍ୟାପକତା ହେତୁ ସମସ୍ତ ଜେଲ୍ ଭରପୁର ହୋଇଗଲା। ବାଧ୍ୟ ହୋଇ ସରକାର ପାଟନା ନିକଟସ୍ଥ ଦାନାପୁର ନିକଟରେ ଏକ କ୍ୟାମ୍ପ ଜେଲ୍ ଅର୍ଥାତ୍ ଟିଣ ଘର ଚାରିପଟେ ତାରବାଡ଼ ପ୍ରତିଷ୍ଠା କଲେ। ନେତୃତ୍ୱବୃନ୍ଦଙ୍କୁ ହଜାରିବାଗ ବିହାର ଜେଲଖାନାରେ ରଖାଗଲା। ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ, ଆଜାଦ ପ୍ରଭୃତିଙ୍କଠାରୁ ଆରମ୍ଭ କରି ସାଧାରଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ପ୍ରାୟ 4 ଲକ୍ଷରୁ 6 ଲକ୍ଷ ସତ୍ୟାଗ୍ରହୀ ଜେଲଖାନାରେ ବନ୍ଦୀ ହେଲେ। ଏତେ ସଂଖ୍ୟକ ସତ୍ୟାଗ୍ରହୀମାନଙ୍କୁ ଅଟକ ରଖି ନିୟନ୍ତ୍ରଣ କରିବା ଏକ ଦୁଃସାଧ୍ୟ ବ୍ୟାପାର ଥିଲା। ଶେଷରେ 1931ର ପ୍ରଥମ ଭାଗରେ ବିଲାତରେ ଗୋଲ ଟେବୁଲ ବୈଠକ ବସିଲା। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବଲ୍ଲଭଭାଇ ପଟେଲ, ମଦନ ମୋହନ ମାଲବ୍ୟ, ସରୋଜିନୀ ନାଇଡୁ ପ୍ରଭୃତି ପ୍ରତିନିଧି ହିସାବରେ ବିଲାତ ଗଲେ। ଇଂରେଜ ସରକାର କେତେକ ଦାବି ମାନିନେଲେ ଓ ଲୋକପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଭାରତ ତତ୍କାଳୀନ ବଡ଼ଲାଟ ଇରଉଇନ ଓ ଗାନ୍ଧିଜୀ ଚୁକ୍ତିର ହସ୍ତାକ୍ଷର କଲେ। ଆନ୍ଦୋଳନ ସ୍ଥଗିତ ହେଲା ଓ ସମସ୍ତ ରାଜନୈତିକ ବନ୍ଦୀ ଜେଲମାନଙ୍କରୁ ଖଲାସ ହୋଇ ଗୃହାଭିମୁଖୀ ହେଲେ। ସମ୍ପାଦକ ଓଡ଼ିଶାରେ ଭାରତୀୟ ଜାତୀୟ କଂଗ୍ରେସର 46ତମ ଅଧିବେଶନ ହେବା ସ୍ଥିର ହୋଇଥିଲା 1932 ଜାନୁଆରୀ ମାସରେ। ପୁରୀ ସମୁଦ୍ରକୂଳ ବଳିଆପଣ୍ଡାରେ କଂଗ୍ରେସ ପାଇଁ ଗୋପବନ୍ଧୁ ନଗର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଗଲା। ଅଭ୍ୟର୍ଥନା ସମିତି ସଭାପତି ଭାବରେ ପଣ୍ଡିତ ନୀଳକଣ୍ଠ ଦାସ ନିର୍ବାଚିତ ହେଲେ। ସମ୍ପାଦକ ଭାବରେ ଗୋପବନ୍ଧୁ ଚୌଧୁରୀ, କୋଷାଧ୍ୟକ୍ଷ ଭାବରେ ପୁରୀର ଜମିଦାର ଜଗନ୍ନାଥ ମିଶ୍ର ନିର୍ବାଚିତ ହୋଇ ପ୍ରସ୍ତୁତ ରହିଲେ। ଅଧିବେଶନ ପରିଚାଳନା ପାଇଁ 3000 ସ୍ୱେଚ୍ଛାସେବକ ଓ ସେବିକା ବିଭିନ୍ନ ସ୍ଥାନରେ ଟ୍ରେନିଂ ପାଇଁ ଆସିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱେଚ୍ଛାସେବିକାଙ୍କ ପାଇଁ ପୁରୁଲିଆରୁ ସୁଶୀଳା ରାୟ ଓ ଉର୍ମିଳା ଚାଟାର୍ଜୀ ନେତୃତ୍ୱ ନେଇଥାନ୍ତି। ସେମାନଙ୍କ ନିର୍ଦ୍ଦେଶରେ ଛୁରା ଖେଳ ଓ ଡ୍ରିଲ୍ ପରିଚାଳିତ ହେଉଥାଏ। ପୁରୀ ବଡ଼ଦାଣ୍ଡରେ ଏମାର ମଠ ନିକଟରେ ଅଭ୍ୟର୍ଥନା କମିଟି କାର୍ଯ୍ୟାଳୟ ଥାଏ। ଅଭ୍ୟର୍ଥନା ସମିତି ସଭ୍ୟ ଚାନ୍ଦା ପ୍ରାୟ 25 ଟଙ୍କା ରଖାଯାଇଥାଏ। ପଣ୍ଡିତ ଲିଙ୍ଗରାଜ ମିଶ୍ର, ପ୍ରଚାରକ ଅନନ୍ତ ମିଶ୍ର, ଆଚାର୍ଯ୍ୟ ହରିହର ପ୍ରମୁଖ ନେତୃବୃନ୍ଦ କଲିକତା, ଟାଟାନଗର ପ୍ରଭୃତି ବୁଲି ଅଭ୍ୟର୍ଥନା ସମିତି ସଭ୍ୟ ଚାନ୍ଦା ସଂଗ୍ରହ କରିବାରେ ଲାଗି ପଡ଼ିଥାନ୍ତି। ବଳିଆପଣ୍ଡା ବାଲିରେ ବିରାଟ କଂଗ୍ରେସ ନଗର ପ୍ରତିଷ୍ଠା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ଗାନ୍ଧୀ ଇରଉଇନ ଚୁକ୍ତିକୁ ଅସ୍ୱୀକାର କରି ଇଂରେଜ ସରକାର କଂଗ୍ରେସକୁ ପୁଣି ବେଆଇନ ଘୋଷଣା କଲେ। କ୍ଷିପ୍ର ବେଗରେ ଏହି ବାର୍ତ୍ତା ଦେଶରେ ଚହଳ ପକାଇଦେଲା। ପୁରୀ କଂଗ୍ରେସ ଅଧିବେଶନ ବାତିଲ ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଯେଉଁ କଂଗ୍ରେସ ନଗର ପ୍ରତିଷ୍ଠା କରାଯାଇଥିଲା ତାକୁ ସଙ୍ଗେ ସଙ୍ଗେ ନିଲାମ କରିଦିଆଗଲା। ତତ୍କାଳୀନ ପୁରୀ ଜିଲ୍ଲାପାଳ ଅଡାନୀ ସାହେବ ପଣ୍ଡିତ ନୀଳକଣ୍ଠଙ୍କ ଅନୁରୋଧ କ୍ରମେ ସମସ୍ତ ଆଶୟପତ୍ର ନିଲାମ କରିବା ଓ ଅଭ୍ୟର୍ଥନା ସମିତିର କାଗଜପତ୍ର ସ୍ଥାନାନ୍ତର କରିବା ପାଇଁ ମାତ୍ର 24 ଘଣ୍ଟା ସମୟ ଦେଲେ। କଂଗ୍ରେସ ନଗରକୁ ମାତ୍ର 50,000 ଟଙ୍କାରେ ମଙ୍ଗମଠ ମହନ୍ତ ପ୍ରହରାଜ ନିଲାମ